ଦୁଃଖର ଗୋଟେ ଲଜ୍ଜାଜନକ କଥା ଆପଣ ଦେଖୁଛନ୍ତି ଯେଭଳି ମେଡ଼ିକାଲ ଡକ୍ଟର ଏଥିରେ ମେଡ଼ିକାଲ ଡକ୍ଟର ଯିଏ ତାଙ୍କୁ ବୋଲି ଗଣଦୁଷ୍କର୍ମ ହେଇଛି, ରେପ୍ ହେଇଛି ବୋଲି ଆପଣମାନେ ଦେଖୁଛନ୍ତି କଲିକତାରେ ହେଉଛି ରେପ୍ ହେଇଛି, ବଳାତ୍କାର ହେଇଛି। ଆପଣମାନେ ଦେଶ ଜଳୁଛି, ସାରା ଦେଶରେ ଆମ ଦେଶ ସାରା ଆଜି ପୁରା ଜଳୁଛି। 9 ଅଗଷ୍ଟରେ ଏ ଘଟଣା ହେଉଛି ଘଟିଛି ଓ ଆପଣମାନେ ଦେଖୁଛି ଆମ ଦେଶର ଯେଉଁ 18 ଦିନ ସ୍ୱାଧୀନତା ଦିବସ ପାଳନ କଲେ ସେପଟେ ବୋଲି ଦେଶରେ ହେଉଛି ବଳାତ୍କାର ହେଉଛି, ବିରୋଧ ହେଉଛି। ମୁଁ ବୁଝିପାରୁନି ପବ୍ଲିକ ଦେଖନ୍ତୁ ଯିଏ ବଳାତ୍କାର ହେଇଛି, ମୁଁ ଯେଉଁ ବୁଝିପାରୁନି ସେ ଯେ ୱେଷ୍ଟବେଙ୍ଗଲ ହେଇଛି ଏ ଯେଉଁ କାଣ୍ଡ ହେଇଛି, ୱେଷ୍ଟବେଙ୍ଗଲ ଯେଉଁ ମୁଖ୍ୟମନ୍ତ୍ରୀ କିଏ ସେ ମୁଖ୍ୟମନ୍ତ୍ରୀ ପବ୍ଲିକ ଦେଖନ୍ତୁ ସେ ନିଜକୁ ନିଜେ ପବ୍ଲିକ ସେ ଆଜି ବିରୋଧ କରୁছে ଦେଖନ୍ତୁ ବୋଲି ଦୋଷୀକି ଯିଏ ନ୍ୟାୟ ଦେବା କଥା ଯିଏ ସିଏ ଆଜି ପବ୍ଲିକ ବିରୋଧ କରୁছে। ସେ ୱେଷ୍ଟବେଙ୍ଗଲ ଯିଏ ହେଉଛି ମହିଳା ଯିଏ ସିଏ ହେଉଛି ମୁଖ୍ୟମନ୍ତ୍ରୀ, ସିଏ ଜଣେ ମୁଖ୍ୟମନ୍ତ୍ରୀ, ସେ ନିଜେ ମୁଖ୍ୟମନ୍ତ୍ରୀ ତଥାପି ସିଏ ଦେଖନ୍ତୁ ଏଠି ବୁଝିପାରୁନି କ'ଣ ହେଉଛି ତାଙ୍କର ସେ ଏରିଆ ମୁଖ୍ୟମନ୍ତ୍ରୀ ଯିଏ ସେ ଏରିଆର ମମତା ମାନେ ସେ ନିଜେ ହେଉଛି ମୁଖ୍ୟମନ୍ତ୍ରୀ, ସିଏ ତାଙ୍କର ସ୍ୱାସ୍ଥ୍ୟମନ୍ତ୍ରୀ, ତାଙ୍କର ଶିକ୍ଷାମନ୍ତ୍ରୀ, ତାଙ୍କର ମାନେ ସବୁ ତଥାପି ସିଏ ଦେଖୁନ ସିଏ ହେଉଛି ବିରୋଧ କରୁଛନ୍ତି। ସେ ମହିଳାକୁ ନ୍ୟାୟ ଦେବ କ'ଣ ସିଏ ହେଉଛି ବିରୋଧ କରୁଛନ୍ତି। ଆହୁରି ଇଏ ବୋଲେ ବିରୋଧ କାହାକୁ ଇଏ କରୁଛନ୍ତି। 14 ତାରିଖ ଯେତେବେଳେ ସେ ମେଡ଼ିକାଲ ଆଗରେ ଯେତେବେଳେ ଗୁଣ୍ଡାଗିରି ଚାଲିଥିଲା ପୁରା ଭଙ୍ଗା ତୁଟା ଆସୁଥିଲେ ଯେ ବିରୋଧ ଯେତେବେଳେ ଚାଲିଥିଲା ସେ ହେଉଛି ମୁଖ୍ୟମନ୍ତ୍ରୀ ଯେଉଁ ୱେଷ୍ଟବେଙ୍ଗଲ ସେ କହିଲେ ବିଜେପି ବାଲା ୟାକୁ ମାନେ ହେଉଛି କହୁଛନ୍ତି। ମୁଁ ସେଗୁଡ଼ା କହୁଛି କହୁନି ଆଧାରେ ପଡ଼ି ରାଜନୀତି ହେବାର ନାହିଁ। ଆମ ଦେଶରେ ଏ ଘଟଣା ବାରମ୍ବାର ହେବାର ଲାଗୁଛି। ଆପଣମାନେ ଦେଖୁଛନ୍ତି ବହୁତ ଦୁଃଖର କଥା, ଲଜ୍ଜାଜନକ କଥା କହିଲେ ଆପଣମାନେ ଖରାପ ଲାଗିବ। ଆଜି ଦେଶ 18 ଦିନ ସ୍ୱାଧୀନତା ଦିବସ ପାଳନ କଲା ପରେ ଆଜି ମାନେ ହେଉଛି ଗୋଟେ ନାରୀକୁ ସ୍ୱାଧୀନତା ମିଳିପାରୁନାହିଁ। ମାନେ ଆମ ଦେଶରେ ଯାହାକୁ ମାନେ ଭଗବାନ ବୋଲି ମାନନ୍ତି ତାକୁ ଆଜି ଶୈତାନ ମାନେ ବଳାତ୍କାର କରୁଛନ୍ତି, ରେପ୍ କରୁଛନ୍ତି। ପବ୍ଲିକ ଏ ମାମଲା ଯେଉଁ ସାରା ଦେଶ ଆଜି ହେଉଛି ବିରୋଧ କରୁଛି, ଡକ୍ଟରମାନେ ଆଜି ବିରୋଧ କରୁଛନ୍ତି। ସମସ୍ତେ ଆଜି ଗୋଟେ ନାରୀକି ସ୍ୱାଧୀନତା ଆଜି ମିଳେ, ରାତି ଅଧରେ ସେ ଏକୁଟିଆ ଚାଲିପାରୁନାହିଁ, ପବ୍ଲିକ ପଇସାରେ ବି ଚାଲିପାରୁନାହିଁ। କ'ଣ ବୁଝିପାରୁନି ଆଇନ ଏହା ପାଇଁ କେବେ କଠୋର ଦଣ୍ଡ ଆଣିବ। ବାରମ୍ବାର ହେବାର ଲାଗିଛି କହୁଛନ୍ତି ରାଜନୀତି ନୁହେଁ ହେବାର ନାହିଁ। ଏ ମାମଲା ପବ୍ଲିକ ଯେତେବେଳେ ମମତା ବାନାର୍ଜୀ ଯେତେବେଳେ ବିରୋଧ କରୁଛନ୍ତି ବିରୋଧ କରିବା ପୂର୍ବରୁ ଏ ମାମଲା ଯେତେବେଳେ ଦେଶ ସାରା ଆଗରେ ପୁରା ବିରୋଧ ହେଲା, ଏଇ ମାମଲା ହେଉଛି ହାଇକୋର୍ଟକୁ ଗଲା। ହାଇକୋର୍ଟ ଯେତେବେଳେ ସିବିଆଇକି ଆକ୍ଚୁଆଲି ଦେଇଦେଲା ସିବିଆଇକି ଦେଇଦେଲା ସିଏ ତାପରେ ମମତା ବାନାର୍ଜୀ ସେ ଏରିଆ ଯେଉଁ ମୁଖ୍ୟମନ୍ତ୍ରୀ ସିଏ ଆସିଲେ ଆକୁ ହେଉଛି ବିରୋଧ କଲେ ମାନେ ପ୍ରୋଟେଷ୍ଟ କଲେ। ସିଏ ନିଜେ ମୁଖ୍ୟମନ୍ତ୍ରୀ ସେ ନିଜେ ହେଉଛି ବିରୋଧ କରୁଛନ୍ତି। ମୁଁ ସେଇଟା କିନ୍ତୁ ଯାହା ପଛକର ଆଇନ ଅନୁଯାୟୀ ଦୋଷୀ ଯିଏ ତାକୁ ଦଣ୍ଡ ମିଳିବା ଦରକାର। ସେ ଏରିଆର ମୁଖ୍ୟମନ୍ତ୍ରୀ କିଏ ମୁଁ ଆଜି ବି ଜାଣିପାରୁନି। ସେ ନିଜକୁ ନିଜେ ହେଉଛି ବିରୋଧ କରୁଛନ୍ତି। ମାନେ ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କର, ଶିକ୍ଷାମନ୍ତ୍ରୀ ତାଙ୍କର, ରାଜ୍ୟପାଳ ତାଙ୍କର, ସେ ନିଜକୁ ନିଜେ ଆକ୍ଚୁଆଲି ବିରୋଧ କରୁ। ଗୋଟେ 31 ଘଣ୍ଟା ନା କେତେ ଘଣ୍ଟା ଡ୍ୟୁଟି କଲା ପରେ ଗୋଟେ ହେଉଛି ଡକ୍ଟର ଯଦି ତା ପାଇଁ ଶୋଇବା ପାଇଁ ବେଡ୍ ନାହିଁ, ମେଡ଼ିକାଲ ସୁବିଧାରେ ନାହିଁ, ସିଏ ଆକ୍ଚୁଆଲି ରୁମ୍ରେ ଏକ୍ସଟ୍ରା ରୁମ୍ରେ ଯଦି ରେଷ୍ଟ ନ ସେ ରୁମ୍ରେ ଆକ୍ଚୁଆଲି CCTV ଖରାପ ହେଇଯାଇଛି। ତାଙ୍କ ପରିବାର ଯେତେବେଳେ ତାଙ୍କୁ ହେଉଛି ଭେଟିବାକୁ ଗଲେ ତା ପରିବାର ପ୍ରଥମ ହେଉଛି କଲ୍ ଗଲା ଆପଣଙ୍କ ଝିଅ ସୁଇସାଇଡ୍ କରିଦେଇଛନ୍ତି। ଦେଖନ୍ତୁ କୋଉଭଳିଆ ହେଉଛି ଆଇନ ହେଇଛି। ଯେତେବେଳେ ହୋଇଥିଲା ହେଉଛି ସିଏ ତାଙ୍କ ଝିଅ ବୋଧେ ଦେଖିବାକୁ ଗଲେ 3 ଘଣ୍ଟା ତାଙ୍କୁ ଅପେକ୍ଷା ହେଉଛି କରିବା ପରେ ଦେଖ ଯେତେବେଳେ ତାଙ୍କ ଝିଅ ବୋଧେ ଦେଖିଲେ ଝିଅ ମାନେ କପଡ଼ା ନଥିଲା, ମାନେ ଚାରିଆଡ଼େ କ୍ଷେତ ଖଣ୍ଡିଆ ଖବର ସବୁଆଡ଼େ ହେଇଥିଲା, ମାନେ ଚଷମା ଫସମା ତୁଟି ଯାଇଥିଲା। ଦେଶରେ ଯାହାକୁ ମାନେ ଭଗବାନ ବୋଲି ମାନନ୍ତି ତାଙ୍କୁ ଆଜି ହେଉଛି ବଳାତ୍କାର ହେଇକି ରେପ୍ ହେଉଛି। ଆଗକୁ ମାନେ ସ୍ୱାଧୀନତା ପାଇବେ ଆପଣମାନେ ଦେଖ। ପୋଲିସ ପ୍ରୋଟେକ୍ସନ୍ ସେଠି ନେବାର ନାହିଁ, ସେଠି ପବ୍ଲିକ ଦେଖନ୍ତୁ। ସେଟା ଯେତେବେଳେ ଏ କେସ୍ ହେଲା ପରେ ସେ ମେଡ଼ିକାଲକୁ ସିଲ୍ କରିବା ପ୍ରମାଣପତ୍ର ପ୍ରୁଫ୍ ସବୁ ନଷ୍ଟ, ମାନେ ସେ ମେଡ଼ିକାଲରେ ଯେତିକି ସବୁ ଭଙ୍ଗା ତୁରା ସବୁ ହେଉଛି କରିଦେଇଛନ୍ତି। ଆପଣ ତ ମୁଁ ବୁଝିପାରୁନି ଯେ ଭଲେଣ୍ଟିୟର ଯେ ପୁଲିସ ସଞ୍ଜୟ ରାୟ ଯିଏ ହେଉଛି ରେପ୍ କରିଛି ଏଇ ମାମଲାରେ ବୋଲି କେତେ ଜଣ ଆକ୍ଚୁଆଲି ଅଛନ୍ତି ଏ କେସ୍ରେ ଆଜି ଯାଏଁ ଜଣା ହେଇନି, ଜଣକୁ ଜଣ ଧରା ହେଇଛି। ସଞ୍ଜୟ ରାୟ ଯିଏ ମାମଲାରେ ପୀଡ଼ିତ ମାନେ ରହିଛି ଯିଏ କେସ୍ ମାନେ ଯିଏ ରେପ୍ କରିଛନ୍ତି ସିଏ ଆଗରୁ ଆଙ୍କ ନାଁରେ 3ଟା ହେଉଛି ତଲାକ, ଆଙ୍କ ନାଁରେ ହେଉଛି ପନ୍ ଆଙ୍କ ନାଁରେ କେସ୍ ହେଇଛି। ମୁଁ ଜାଣିପାରୁନି ୟାକୁ ଯେତେବେଳେ ହେଉଛି ରଖା ହେଲା ମେଡ଼ିକାଲରେ ପୋଲିସ ଭେରିଫିକେସନ୍ ହେବାର ଦରକାର ଥିଲା। ଛୋଟି ସେମାନେ ସରକାର ହେଉଛି ଆଇନ ଅନୁସାରେ ପୋଲିସ ଭେରିଫିକେସନ୍ ଦରକାର। ବିନା ପୋଲିସ ଭେରିଫିକେସନ୍ ତାଙ୍କୁ କେମିତି ରଖା ହେଲା କେମିତି ସେ ମେଡ଼ିକାଲରେ ମୁଁ ଗୋଟେ କଥା କହୁଛି। ତାଙ୍କ ନାଁରେ ଆଗରୁ 3ଟା ମାନେ କେସ୍ 2019ରେ ସେ ଅଛନ୍ତି, 3ଟା ତଲାକ କେସ୍, ତଥାପି ତାଙ୍କୁ ବିନା ପୋଲିସ ଭେରିଫିକେସନ୍ ତାଙ୍କୁ ସେ ମେଡ଼ିକାଲରେ ରଖା ହେଇଛି। ଗୋଟେ ନାରୀ ତ ମୁଁ ସେ ଜାଣିନି
ଆଇନ ଅନୁସାରେ ଦୋଷୀ ଯିଏ ଦଣ୍ଡ ମିଳିବା ଦରକାର। ଅଯୋଧ୍ୟାରେ ମାନେ ଚାରିଆଡ଼େ ହବାରେ କେସ୍ ହେଲେ ସାରା ଦେଶ ବ୍ୟାପୁଛି, ମାନେ ସାଙ୍ଗେ ସାଙ୍ଗେ ଆକ୍ସନ୍ ନିଆଯାଉଛି, ରାଜନୀତି କରାଯାଉଛି। କିନ୍ତୁ ଏଠି ଦେଖନ୍ତୁ ୱେଷ୍ଟ ବେଙ୍ଗଲ ଏଭଳିଆ ଦେଶ ଆଜି ଜଳୁଛି, କିନ୍ତୁ ଆଇନ ଅନୁସାରେ ଦଣ୍ଡ ମିଳିପାରୁନି। ସିବିଆଇ ଯଦି ସେଠି ଯାଞ୍ଚ କରିବେ କେତେ ଜଣ ମାମଲାରେ ପୀଡ଼ିତ ହେଉଛନ୍ତି, ତଥାପି ଏ ଯାଏଁ ଧରାଯାଏନି। କେତେ ଜଣ ମାମଲାରେ ଅଛନ୍ତି, ତଥାପି ତାଙ୍କୁ ଏ ଧରାଇନି, ଜଣକୁ ଧରାଇଛି ଆକ୍ଚୁଆଲି। ଦେଖ ସେଠି ଯିଏ ପ୍ରଥମେ CCTV ଚେକ୍ କରିବ, CCTV ଏଠି ଖରାପ ଅଛି। ଦେଖନ୍ତୁ ଯେଉଁ ରୁମ୍ରେ ମାନେ ବଳାତ୍କାର ଯାହା ହେଉଛି ତାଙ୍କୁ ସେ ରୁମ୍ରେ CCTV ଖରାପ ଅଛି। କ'ଣ କହୁଛନ୍ତି ଆପଣମାନେ ମତ କୁହନ୍ତୁ। ମୁଁ ସେଗୁଡ଼ା ଜାଣିନି। ରାଜନୀତି ନ ପଲିଟିକ୍ସ ନ ହେବା ଦରକାର। ଦୋଷୀ ଯିଏ ଦଣ୍ଡ ମିଳିବା ଦରକାର। ଏଭଳିଆ ସରକାର ଆସିଲେ ଆଇନ ଆଣିବା ଦରକାର। ସିଏ ଗୋଟେ ନାରୀଟେ ଚାହିଁବାକୁ ପାଇଁନି ଏଭଳିଆ ହେଉଛି କାଣ୍ଡ ହେଉଛି କରିବାକୁ ସେ ଚାହିଁବ, ତା ମୁଣ୍ଡରେ ଯେମିତି ସେ ହେଉଛି ନ ପଶିବ। ଏଇଟା ହେଉଛି ଦୁଃଖର କଥା। ଦେଶ ପ୍ରତି ମାନେ ଲଜ୍ଜାଜନକ କଥା। ମୋତେ ବହୁତ ଖରାପ ଲାଗୁଛି ବାରମ୍ବାର ଦେଶରେ ଦୁର୍ଘଟଣା ଏଇଭଳିଆ କାଣ୍ଡ ହେବାର ଲାଗି ସରକାର ଏବେ ଦେଖୁଛନ୍ତି ଆଇନ ନେବାର ଏଇଭଳିଆ ଆଇନ ଆଣୁ ଯେମିତି ଗୋଟେ ନାରୀକି ସେମିତି ଚାହିଁବନି, ରାତି ଅଧରେ ସେମିତି ଏକୁଟିଆ ଏମିତି ବୁଲିପାରିବ, କିଛି ଏମିତି ଚାହିଁବନି। ଜୟ ଜଗନ୍ନାଥ। ଦେଶରେ ନାରୀ ବହୁତ ଅନ୍ୟାୟ ହେବାରେ ଲାଗିଛି। ମୁଁ ଜାଣିନି ଦୋଷୀ ଯିଏ ଦଣ୍ଡ ମିଳିବା ଦରକାର ରହୁଛି।